ଆଜି ଆମେ ପଢ଼ିବା ନକଲି ହୀରା। ପୁରୁଣା ଦିନର କଥା। କୋରାପୁଟର ଜୟପୁର ରାଜ୍ୟରେ ଜଣେ ରାଜା ଥିଲେ। ସେ ଜଣେ ବୁଦ୍ଧିମାନ ଶାସକ ଥିଲେ। କାଳକ୍ରମେ ସେ ବୁଢ଼ା ହୋଇଗଲେ। ନିଜ ପୁଅକୁ ରାଜପଦରେ ବସାଇବା ପାଇଁ ଇଚ୍ଛା କଲେ। ତାଙ୍କ ପୁତ୍ରକୁ ରାଜଶାସନରେ ସହାୟତା କରିବା ପାଇଁ ଜଣେ ଜ୍ଞାନୀ ତଥା ବୁଦ୍ଧିମାନ ପରାମର୍ଶଦାତା ଖୋଜିବାକୁ ମନସ୍ଥ କଲେ। କାରଣ ରାଜା ଚାହୁଁଥିଲେ ତାଙ୍କ ପରି ତାଙ୍କର ଏକମାତ୍ର ପୁଅ ଜଣେ ଲୋକପ୍ରିୟ ରାଜା ଭାବରେ ଖ୍ୟାତି ଅର୍ଜନ କରୁ। ରାଜଦରବାରରେ ମନ୍ତ୍ରୀ ଓ ପାରିଷଦ ବର୍ଗ ଉପସ୍ଥିତ ରହିଥାନ୍ତି। ରାଜା ସମସ୍ତଙ୍କୁ ସମ୍ବୋଧନ କରି ପଚାରିଲେ, ମୁଁ ତୁମମାନଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ। ଦୟାକରି ଏହାର ସ୍ପଷ୍ଟ ତଥା ଠିକ୍ ଉତ୍ତର ଦିଅନ୍ତୁ। ଆପଣମାନେ କୁହନ୍ତୁ, ମୁଁ ଜଣେ ଜ୍ଞାନୀ ଓ ସଚ୍ଚୋଟ ରାଜା କି? ସେଇଠି ଉପସ୍ଥିତ ଥିବା ମନ୍ତ୍ରୀମାନେ କହିଲେ, ନିଃସନ୍ଦେହ ମହାରାଜ, ଆପଣଙ୍କ ପରି ସଚ୍ଚୋଟ ଓ ବୁଦ୍ଧିମାନ ରାଜା ଆଉ କେହି ନାହାନ୍ତି। ତାପରେ ରାଜା କହିଲେ, ଆପଣମାନଙ୍କ ଉତ୍ତର ନିମନ୍ତେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ରାଜା ପାରିଷଦମାନଙ୍କ ଉତ୍ତର ଶୁଣି ଆନନ୍ଦରେ ଉପହାର ସ୍ୱରୂପ ସମସ୍ତଙ୍କୁ ଗୋଟିଏ ଗୋଟିଏ ହୀରା ମୋହର ପ୍ରଦାନ କଲେ। ଏହି ସମୟରେ ରାଜା ଦେଖିଲେ ସବୁ ପାରିଷଦ ହୀରା ମୋହର ନେଇ ଖୁସିରେ ଚାଲିଗଲେ। ମାତ୍ର ଜଣେ ଯୁବକ ଚୁପଚାପ ଗୋଟିଏ ପାଖରେ ଠିଆ ହୋଇ ରହିଥିଲା। ରାଜା ତାକୁ ପଚାରିଲେ, ତମେ କାହିଁକି ଚୁପଚାପ ଠିଆ ହେଇଛ? ତୁମର ଉତ୍ତର କ'ଣ କହିଲନି ଯେ? ତାପରେ ସେଇଠି ଯୁବକ ଉତ୍ତର ଦଉଛନ୍ତି, ମହାରାଜ, ସମସ୍ତେ ଆପଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉତ୍ତର ଦେଇଛନ୍ତି। ମାତ୍ର ମୋର ଉତ୍ତର ଅଲଗା, ସେମାନଙ୍କ ପରି ନୁହେଁ। ରାଜା କହୁଛନ୍ତି, ତୁମର ଉତ୍ତର ଅଲଗା ହେଲେ ବି ମୁଁ ଶୁଣିବି, ତମେ ଆନନ୍ଦରେ ପ୍ରକାଶ କର। ତାପରେ ଯୁବକ କହିବା ଆରମ୍ଭ କଲେ, ମହାରାଜ, ଆପଣ ବୁଦ୍ଧିମାନ ଓ ସଚ୍ଚୋଟ ଅଟନ୍ତି, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଆପଣଙ୍କଠାରୁ ଅଧିକ ବୁଦ୍ଧିମାନ ଓ ସଚ୍ଚୋଟ ରାଜା ମଧ୍ୟ ଅଛନ୍ତି। ସେମାନେ ମଧ୍ୟ ଆପଣଙ୍କଠାରୁ ଶ୍ରେଷ୍ଠ ରାଜା ଅଟନ୍ତି। ରାଜା ତାପରେ କହିଲେ, ମୁଁ ତୁମ ଉତ୍ତର ଶୁଣି ବହୁତ ଖୁସି ହେଲି। ଏବେ ତୁମ ହୀରା ନିଅ। ପରଦିନ ରାଜଦରବାରରେ ବସିଥାନ୍ତି ପାରିଷଦମାନେ। ସେମାନେ ଆସି କହୁଛନ୍ତି, ମହାରାଜ, ଆମେ ଆପଣଙ୍କ ହୀରାକୁ ନେଇ ଜଣେ ହୀରା ଦୋକାନୀ ପାଖକୁ ଗଲୁ। ତାକୁ ସବୁତକ ହୀରା ଦେଖେଇଲୁ ଏବଂ ସେ ଏହାକୁ ଭଲ ଭାବରେ ଯାଞ୍ଚ କରି କହିଲା, ଏସବୁ ହୀରା ନକଲି ଅଟେ। ଆପଣ ଆମ ସହିତ ଏପରି କାହିଁକି କଲେ? ରାଜା କହୁଛନ୍ତି, ଅପେକ୍ଷା କର, ତମର ସବୁ ପ୍ରଶ୍ନର ଉତ୍ତର ଦେଉଛି। ତୁମେମାନେ ସମସ୍ତେ ମୋତେ ସନ୍ତୁଷ୍ଟ କରିବା ପାଇଁ ଭୁଲ ଉତ୍ତର ଦେଇଛ, ସେଥିପାଇଁ ତୁମକୁ ନକଲି ହୀରା ଦିଆଯାଇଛି। କିନ୍ତୁ ଏହି ଯୁବକ ମୋ ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେଇଥିବାରୁ ତାହାକୁ ଅସଲି ହୀରା ଦେଇଛି। ସମସ୍ତେ ଜାଣି ରଖ, ମୋ ଅନ୍ତେ ମୋ ପୁତ୍ରର ମୁଖ୍ୟ ପରାମର୍ଶଦାତା ଭାବେ ଏହି ଯୁବକ ନିଯୁକ୍ତି ହେବେ। ତାପରେ ସେଇଠି ଉପସ୍ଥିତ ଥିବା ମନ୍ତ୍ରୀମାନେ କହୁଛନ୍ତି, କ୍ଷମା କରନ୍ତୁ ମହାରାଜ, ଆମର ବଡ଼ ଭୁଲ ହେଇଗଲା। ଭବିଷ୍ୟତରେ ଏପରି ଭୁଲ କେବେ କରିବୁ ନାହିଁ। ରାଜା କହୁଛନ୍ତି, ମୋତେ ଖୁସି କରିବାକୁ ତୁମେମାନେ ଭୁଲ ଉତ୍ତର ଦେଇ ସତ୍ୟଠାରୁ ଦୂରେଇ ଗଲ। ତୁମକୁ ତୁମ ପଦବୀରୁ ବରଖାସ୍ତ କରାଯିବ। କର୍ମ ହିଁ ଭଗବାନ। ସତ୍ୟ, ଅହିଂସା, ସଚ୍ଚୋଟପଣିଆ ମଣିଷର ପରମ ଧର୍ମ। ସତ୍କର୍ମର ଫଳ ସର୍ବଦା ମିଠା ହିଁ ହେଇଥାଏ। ରାଜାଙ୍କ ନିକଟରେ ଠିଆ ହେଇଥିବା ଉକ୍ତ ଯୁବକ ଜଣଙ୍କ କହୁଛନ୍ତି, ଆଜ୍ଞା ମଣିମା। ତାପରେ ରାଜା ପାରିଷଦମାନଙ୍କୁ କହୁଛନ୍ତି, ମନେ ରଖ, କର୍ମ ହିଁ ଭଗବାନ। ସତ୍କର୍ମ, ସତ୍ଚିନ୍ତା ମାନବ ଉନ୍ନତିର ମୂଳ ଆଧାର। ସଚ୍ଚୋଟପଣିଆ ହେଉଛି ମାନବିକତା। ତୋଷାମଦ କରିବା ଅନୁଚିତ ଅଟେ। ତୁମମାନଙ୍କର ପ୍ରତ୍ୟେକ କାର୍ଯ୍ୟ ପ୍ରଜାମାନଙ୍କର ହିତ ପାଇଁ ହେବା ଉଚିତ। ପାରିଷଦମାନେ କହୁଛନ୍ତି, ଆପଣଙ୍କ ଗୋଡ଼ ଧରୁଛୁ, ଆମକୁ କ୍ଷମା କରି ଦିଅନ୍ତୁ। ଏଇଠି ଗଦ୍ୟଟି ସରିଯାଇଛି। ଚାଲ ଏହି ବିଷୟରେ ଥିବା କିଛି ନୂଆ ଶବ୍ଦ ଜାଣିବା। ଏକମାତ୍ର ପରାମର୍ଶଦାତା, ବିଶ୍ୱସ୍ତ, ପାରିଷଦ, ସଚ୍ଚୋଟପଣିଆ, ନିଃସନ୍ଦେହ, ନକଲି, ବିଧାତା, ହିତ, ଅହିଂସା। ତାପରେ ଆମେ କ୍ୱେଶ୍ଚିନ୍ ଆନ୍ସର କରିବା। ଫାର୍ଷ୍ଟ କ୍ୱେଶ୍ଚିନ୍ ଦେଇଛି କ'ଣ? ରାଜା ଜଣେ କେଉଁଭଳି ଶାସକ ଥିଲେ? ରାଜା ଜଣେ ବୁଦ୍ଧିମାନ, ଜ୍ଞାନୀ ଓ ସଚ୍ଚୋଟ ଶାସକ ଥିଲେ। ନେକ୍ସଟ କ୍ୱେଶ୍ଚିନ୍ ହେଉଛି କ'ଣ? ରାଜା କାହାକୁ ତାଙ୍କ ପୁଅର ପରାମର୍ଶଦାତା ଭାବରେ ବାଛିଲେ? ରାଜା ସେହି ଜ୍ଞାନୀ ଓ ସତ୍ୟବାଦୀ ଯୁବକକୁ ତାଙ୍କ ପୁଅର ମୁଖ୍ୟ ପରାମର୍ଶଦାତା ଭାବରେ ବାଛିଲେ। ନେକ୍ସଟ କ୍ୱେଶ୍ଚିନ୍ ହେଉଛି, ରାଜା କେଉଁମାନଙ୍କୁ ପ୍ରଶ୍ନ ପଚାରିଲେ? ରାଜା ରାଜଦରବାରରେ ଉପସ୍ଥିତ ମନ୍ତ୍ରୀ ଓ ପାରିଷଦମାନଙ୍କୁ ପ୍ରଶ୍ନ ପଚାରିଲେ। ନେକ୍ସଟ କ୍ୱେଶ୍ଚିନ୍, ଯୁବକ ଜଣକ ନୀରବ ଥିଲେ କାହିଁକି? ସମସ୍ତେ ରାଜାଙ୍କୁ ଖୁସି କରିବା ପାଇଁ ଉତ୍ତର ଦେଇଥିବାରୁ ଯୁବକ ନିଜର ଭିନ୍ନ ମତ ପ୍ରକାଶ କରିବା ପୂର୍ବରୁ ନୀରବ ରହିଥିଲେ। ନେକ୍ସଟ କ୍ୱେଶ୍ଚିନ୍ ହେଉଛି, ରାଜା ଯୁବକଙ୍କ ଉପରେ କାହିଁକି ଖୁସି ହେଲେ? ଯୁବକ ସତ୍ୟ ଓ ଉପଯୁକ୍ତ ଉତ୍ତର ଦେଇଥିବାରୁ ରାଜା ତାଙ୍କ ଉପରେ ବହୁତ ଖୁସି ହେଲେ। ନେକ୍ସଟ କ୍ୱେଶ୍ଚିନ୍ ହେଉଛି, ଯୁବକ ଜଣକ ନୀରବ ଥିଲେ କାହିଁକି? ନାଇଁ ଏଇଟା ତ କଲେ। ତାପରେ ଏଇଟା ନେକ୍ସଟ କ୍ୱେଶ୍ଚିନ୍ ହେଉଛି,
नेक्स्ट क्वेश्चन होची पारिषद माननकु महाराज शेषरे कौन कहिले। महाराज कहिले जे तोषामद करिबा अनुचित, सत्य और सत्कर्मर पथरे चलिबा उचित एवं प्रजा मानक हितरे काम करिबा उचित। युवक जनकु राजा असली हीरा काहींकी देले। युवक राजांक प्रश्नर सत्य और उपयुक्त उत्तर देथिबारु राजा तांकु असली हीरा देले। पारिषद माननकु राजा नकली हीरा देबार कारण कौन। पारिषद माने राजांकु खुशी करिया पई सत्य न कहि भूल उत्तर देथिबारु राजा सेमानंकु नकली हीरा देइथिले। नेक्स्ट होची विपरीत अर्थबोधक शब्द लिखिबा। पुरुणा नुआ, दुख सुख, उपस्थित अनुपस्थित, संदेह निसंदेह, संतुष्ट असंतुष्ट, नकली असली। तापरे आस गोटे किंबा दुईटी वाक्यर उत्तर लिखिबा। फर्स्ट क्वेश्चन राजा पारिषद माननकु संबोधन करी केउ प्रश्न पचारिले। राजा पारिषद माननकु पचारिले मु जणे ज्ञानी और सचोट राजा की। पारिषद माने कौन शिक्षा पाइले। पारिषद माने शिक्षा पाइले जे सबु बेले सत्य कहिबा उचित एवं तोषामद करिबा उचित नुहे। एही पाठरु आमे केउ शिक्षा पाइलु। एही पाठरु आमे शिक्षा पाइलु जे सत्यवादी सचोट और निष्ठावान हेबा उचित, तोषामद न करी सबु बेले सत्यर पथरे चलिबा उचित। तापरे निम्नलिखित प्रश्न गुड़िकर चारोटी संभाव्य उत्तर मध्यरु ठीक उत्तर पाखरे ठीक चिन्ह दियो। फर्स्ट क्वेश्चन वृद्ध राजांगर केते जण पुओ थिले। जणे, दुई जण, तीन जण, चारि जण। आंसर हबो जणे। राजा तांको पुओ पई कोन खोजुतिले। आंसर हबो परामर्शदाता। तुमे काहेकि चुपचाप छिड़ा होइछ, उत्तर दियो। एकथा किए कहितिले। राजा कहितिले। महाराज आमको क्षमा करंतु, आमर भूल हेछि। एकथा किए कहितिले। पारिषद। राजा असली सुना काहाकू देथिले। एठी टिके भूल अछि क्वेश्चन टा। राजा असली हीरा काहाकू देथिले। युवकंकु देथिले। किए बड़ बलवान। आंसर हबो समय। तापरे आस निम्नरे दिया जाइथिबा शब्द गुडी को सेमानंकर उपयुक्त अर्थ सहित मेल करिबा। राजा नृपति, पुओ पुत्र, दिन दिवस, आनंद खुशी। पाठ्यरु चारोटी चित्र निम्नरे दिया जाइछि। आस सेगुडिकर नाम लिखिबा। फास्ट एठी का चित्र अछि राजा, तापरे एठी मंत्री परिषद, तापरे एठी युवक बा आमे कहि परिबा परामर्शदाता, तापरे एठी राजसिंहासन बा राजगादी। नेक्स्ट क्वेश्चन होची राज दरबार रे केउ माने थांती लेख। आंसर कोन हबो। राज दरबार रे राजा, मंत्री और पारिषद वर्ग थांती।